मेघमालरे शीघ्र आसुथिबा आम्भमानଙ୍କୁ उद्धारकर्ता प्रभु यीशु ख्रीष्टଙ୍କ अति पवित्र और बहुमूल्य नाम आपणମାନଙ୍କୁ ଆଉ ଗୋଟିଏ ନୂତନ ପ୍ରସଙ୍ଗ ନୂତନ ଭିଡିଓରେ ପୁନର୍ବାର ସମସ୍ତଙ୍କୁ ମୁଁ ସ୍ୱାଗତ କରେ। ଖ୍ରୀଷ୍ଟରେ ପ୍ରିୟ ଭାଇ ଭଉଣୀମାନେ, ଆମେ ସମସ୍ତେ ଜାଣୁ ଯେ ଆଜି ଦିନମାନଙ୍କରେ ଆମେ ନୂତନ ବର୍ଷର ସମୟରେ ଆମେ ବସବାସ କରୁଛୁ। ଆଉ ଆମେ ଗୋଟିଏ ନୂତନ ଦିନ ଆମ ଜୀବନରେ ଆମେ ଆରମ୍ଭ କରିବା ପାଇଁ ଯାଉଛୁ। ଏହିପରି ସମୟରେ ସ୍ୱର୍ଗର ପରମେଶ୍ୱର ତାହାଙ୍କ ବାକ୍ୟ ଦ୍ୱାରା ବିଭିନ୍ନ ପ୍ରସଙ୍ଗ ମାଧ୍ୟମରେ ସେ ଆମମାନଙ୍କୁ ଉତ୍ସାହିତ କରୁଅଛନ୍ତି, ଶିକ୍ଷା ଦେଉଅଛନ୍ତି। ସେଥିପାଇଁ ତାହାଙ୍କ ନାମର ପ୍ରଶଂସା ହେଉ। ଆଜି ମଧ୍ୟ ପ୍ରଭୁଙ୍କ ବାକ୍ୟରୁ ମୁଁ ଆଉ ଗୋଟିଏ ନୂଆ ପ୍ରସଙ୍ଗ ଅଳ୍ପ ସମୟ ଆପଣମାନଙ୍କ ନିକଟରେ ମୁଁ ରଖିବା ପାଇଁ ଚାହେଁ। ଆଜି ଯେଉଁ ପ୍ରସଙ୍ଗଟି ଆପଣମାନଙ୍କ ଠାରେ ମୁଁ ରଖିବା ପାଇଁ ଚାହେଁ, ସେହି ପ୍ରସଙ୍ଗର ଶୀର୍ଷକ ହେଲା ଜଣେ ବିଶ୍ୱାସୀ ନୂଆ ବର୍ଷକୁ କିପରି ଆରମ୍ଭ କରିବା ଉଚିତ। ଜଣେ ଖ୍ରୀଷ୍ଟ ବିଶ୍ୱାସୀ ନୂତନ ବର୍ଷକୁ କିପରି ଆରମ୍ଭ କରିବା ଉଚିତ, ଏହି ପ୍ରସଙ୍ଗରେ ଆମେ ପ୍ରଭୁଙ୍କ ବାକ୍ୟରୁ ଅଳ୍ପ ସମୟ କଥାବାର୍ତ୍ତା ହେବା। ଆମେ ସମସ୍ତେ ଜାଣୁ ଯେ ଯେଉଁ ସମୟରେ ନୂତନ ବର୍ଷ ଆସେ, ଅନେକ ଭାଇ ଭଉଣୀମାନେ ସେମାନେ ସେ ନୂତନ ବର୍ଷକୁ ଭୋଜି ଭାତ ସହିତ ସେମାନେ ଭୋଜନ ପାନ କରି ସେମାନେ ସେ ଦିନକୁ ସେମାନେ ଆରମ୍ଭ କରନ୍ତି। ଏବଂ ନୂତନ ବର୍ଷକୁ ଅନେକ ଭାଇ ଭଉଣୀମାନେ ସେମାନେ ନୂଆ ପୋଷାକ ପିନ୍ଧି ସେମାନେ ନୂତନ ବର୍ଷକୁ ସେମାନେ ଆରମ୍ଭ କରନ୍ତି। ଆଉ କେତେକ ଭାଇ ଭଉଣୀମାନେ ଥାନ୍ତି ଯେଉଁମାନେ କି ଡିସେମ୍ବର 31 ତାରିଖ ରାତ୍ରିରେ ବା ପୁରାତନ ବର୍ଷର ଶେଷ ମାସ ଶେଷ ତାରିଖ ରାତ୍ରିରେ ସେମାନେ ରାତି 12ଟା ସମୟରେ ସେମାନେ କେକ୍ କାଟନ୍ତି। ଆଉ କେକ୍ କଟିଂ ସହିତ ସେମାନେ ପୁରାତନ ବର୍ଷକୁ ସେମାନେ ବିଦାୟ ଦିଅନ୍ତି ଆଉ ନୂତନ ବର୍ଷକୁ ସେମାନେ ଆରମ୍ଭ କରନ୍ତି। ପ୍ରିୟ ଭାଇ ଭଉଣୀମାନେ, କିନ୍ତୁ ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ, ଆମେ ଖ୍ରୀଷ୍ଟ ବିଶ୍ୱାସୀ ହେଇଥିବା ସକାଶୁ ପ୍ରଭୁଙ୍କର ବାକ୍ୟ ଆମକୁ କଣ କହେ, ଆମେ ଏହି ନୂତନ ବର୍ଷ ଆମ ଜୀବନରେ କି ପ୍ରକାର ଆମେ ଆରମ୍ଭ କରିବା ଆବଶ୍ୟକ ରହିଛି। ମୁଁ ପ୍ରଭୁଙ୍କ ବାକ୍ୟରୁ ଆପଣମାନଙ୍କୁ ଅଳ୍ପ କିଛି କଥା କହି ପରାମର୍ଶ ଦେବା ସହିତ ଉତ୍ସାହିତ କରିବା ପାଇଁ ଚାହେଁ। ଆପଣମାନେ ମୋ ସହିତ ମାର୍କ ଲିଖିତ ସୁସମାଚାର 1 ଅଧ୍ୟାୟକୁ ଆସିବେ। ମାର୍କ ଲିଖିତ ସୁସମାଚାର 1 ଅଧ୍ୟାୟ 35 ପଦ ମୁଁ ଆମ ସମସ୍ତଙ୍କ ନିମନ୍ତେ ପାଠ କରିବା ପାଇଁ ଚାହେଁ। ଲେଖାଯାଏ, ପାହାନ୍ତିଆ ସମୟରେ ଅନ୍ଧାର ଥାଉ ଥାଉ ସେ ଉଠି ବାହାରି ଗଲେ ଓ ଗୋଟିଏ ନିର୍ଜନ ସ୍ଥାନକୁ ଯାଇ ସେଠାରେ ପ୍ରାର୍ଥନା କରିବାକୁ ଲାଗିଲେ। ଏହା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ବିଷୟରେ ଲେଖାଯାଏ। ଏହା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଗୁଣ, ତାହାଙ୍କର ସ୍ୱଭାବ। ଆମେ ଯେପରି ତାହାଙ୍କ ଠାରୁ ଶିଖୁ, ତାହାଙ୍କ ପରି ହେଉ, ଏହା ସ୍ୱର୍ଗର ପରମେଶ୍ୱର ଇଚ୍ଛା କରନ୍ତି। ଯେଉଁ ସମୟରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ ନୂତନ ଦିନରେ ପଦାର୍ପଣ କରୁଥିଲେ, ପ୍ରତି ପ୍ରଭାତରେ ସେ କଣ କରୁଥିଲେ? ନିର୍ଜନ ସ୍ଥାନକୁ ଚାଲି ଯାଉଥିଲେ। ସେ ଅନ୍ଧାର ଥାଉ ଥାଉ ସେ ଉଠୁଥିଲେ ଆଉ ସେ କଣ କରୁଥିଲେ ଯେ ପିତାଙ୍କ ନିକଟରେ ପ୍ରାର୍ଥନା ସହିତ ପ୍ରତି ଦିନକୁ ସେ ଆରମ୍ଭ କରୁଥିଲେ। ପ୍ରିୟ ଭାଇ ଭଉଣୀମାନେ, ଅନେକ ଭାଇ ଭଉଣୀମାନେ କହନ୍ତି, ମୁଁ ସକାଳେ ଉଠିଲେ ମୁଁ ମୋବାଇଲ ଟିକେ ନ ଦେଖିଲେ ମତେ ସେ ଦିନ ଭଲ ଲାଗେ ନାହିଁ। ଅନେକ ଭାଇ ଭଉଣୀମାନେ କହନ୍ତି, ସକାଳେ ଟିକେ ଉଠି ମୁଁ ନ୍ୟୁଜ ପେପର ଟିକେ ନ ପଢିଲେ, ମୁଁ ନ୍ୟୁଜ ଟିକେ ମୋ ସୋସିଆଲ ମିଡିଆରେ ନ ଦେଖିଲେ ମତେ ଭଲ ଲାଗେ ନାହିଁ। ଏଇ ପ୍ରକାର କଥା ଗୁଡିକ ଅନେକ ଭାଇ ଭଉଣୀମାନେ କହନ୍ତି। ମାତ୍ର ଯୀଶୁଙ୍କୁ ଯଦି ଆପଣ ପଚାରିବେ, ସିଏ କଣ କହିବେ ଆପଣଙ୍କୁ? ପ୍ରଭୁ, ଆପଣଙ୍କ ଦିନ ଆପଣ କେମିତି ଆରମ୍ଭ କରୁଥିଲେ? ସେ କହିବେ, ମୋର ଦିନ ପ୍ରତିଦିନ ମୋ ପାଇଁ ନୂତନ ଥିଲା ଆଉ ପ୍ରତିଦିନ ମୋର ପିତାଙ୍କ ସହିତ ମୁଁ କଥାବାର୍ତ୍ତା ହେଇ ପ୍ରାର୍ଥନା ସହିତ ମୋର ଦିନକୁ ମୁଁ ଆରମ୍ଭ କରୁଥିଲି। କାରଣ ସେ ଜାଣିଥିଲେ ଯେ ମତେ ଅନେକଙ୍କୁ 5ଟି ରୁଟି 2ଟି ମାଛରେ 5000 ଲୋକଙ୍କୁ ଖୁଆଇବାର ଅଛି। ମୁଁ ଅନେକ ରୋଗୀମାନଙ୍କୁ ସୁସ୍ଥ କରିବାର ଅଛି। ହଜାର ହଜାର ଲୋକଙ୍କ ଆଗରେ ବାକ୍ୟ କହିବାର ଅଛି। ଏହି ସବୁ ତାଙ୍କୁ ଜଣା ଥିଲା। ମୁଁ ନିନ୍ଦା ଅପମାନ ଦେଇ ଯିବାକୁ ପଡିବ, ମତେ କ୍ରୁଶରେ ଚଢିବାକୁ ପଡିବ। ଆଉ ଏଇ ସବୁ କାର୍ଯ୍ୟ ନିମନ୍ତେ ମୁଁ ଯଦି ପ୍ରାର୍ଥନା କରିବି ନାହିଁ, ମୋର ଦିନକୁ ପ୍ରାର୍ଥନା ସହିତ ମୁଁ ଆରମ୍ଭ କରିବି ନାହିଁ, ତାହେଲେ ମୁଁ କଣ ହେଇଯିବି? ଫେଲର ହେଇଯିବି, ମୁଁ ପଡିଯିବି, ମୁଁ ହାରିଯିବି। ଏଇ କଥା ପ୍ରଭୁ ଯୀଶୁ ଖ୍ରୀଷ୍ଟ ଭଲରେ ଜାଣିଥିଲେ। ପ୍ରିୟ ଭାଇ ଭଉଣୀମାନେ, ମୁଁ କହିବା ପାଇଁ ଚାହେଁ, ଯଦି ଆପଣ ଟଙ୍କାର ସହିତ, ବ୍ୟବସାୟ ସହିତ, ଆପଣ ଧନ ମର୍ଯ୍ୟାଦା ସହିତ ଆପଣ ଦିନକୁ ଆରମ୍ଭ କରୁଛନ୍ତି, ହେଇପାରେ ଆପଣ ହାରିଯିବେ, ଆପଣ ପଡିଯିବେ। କିନ୍ତୁ ମୁଁ ଆପଣଙ୍କୁ ଉତ୍ସାହିତ କରିବା ପାଇଁ ଚାହେଁ, ଯଦି ଏହି ନୂଆ ବର୍ଷକୁ ଆପଣ ପ୍ରାର୍ଥନା ସହିତ ଆରମ୍ଭ କରୁଛନ୍ତି, ତାହେଲେ ଆପଣ କେବେ ମଧ୍ୟ ହାରିବେ ନାହିଁ। କାରଣ ଆମର ଯୁଦ୍ଧ ଆଣ୍ଠୁର ଯୁଦ୍ଧ, ଆଉ ଏହି ଯୁଦ୍ଧ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆମକୁ ସେ ଶିଖାଇ ଅଛନ୍ତି। ପ୍ରଭୁଙ୍କ ନାମର ସ୍ତୁତି ହେଉ।
ସେଥିପାଇଁ এই ନୂଆ ବର୍ଷକୁ ଆମେ କେମିତି ଆରମ୍ଭ କରିବାର ଆବଶ୍ୟକ ରହିଛି? ପ୍ରାର୍ଥନା ସହିତ। ଦାନିଏଲ ସେ ସରକାରୀ କର୍ମଚାରୀ ହେଲେ ମଧ୍ୟ ଦିନକୁ 3 ଥର ସେ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଥିଲେ। ଦାଉଦ ରାଜା ହେଲେ ମଧ୍ୟ ଦିନକୁ 7 ଥର ପ୍ରଭୁଙ୍କ ନିକଟରେ ସେ ପ୍ରାର୍ଥନା କରୁଥିଲେ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ସ୍ୱୟଂ ପରମେଶ୍ୱର ହେଲେ ମଧ୍ୟ ସମ୍ପୂର୍ଣ୍ଣ ରାତ୍ରି ଅନେକ ସମୟ ସେ ପ୍ରଭୁଙ୍କ ସହିତ ସେ ପ୍ରାର୍ଥନା କରି ସମୟକୁ ବିତାଉଥିଲେ। ମୁଁ ଆପଣମାନଙ୍କୁ ଉତ୍ସାହିତ କରିବା ପାଇଁ ଚାହେଁ, ଆପଣ ଆଉ ମୁଁ এই ନୂଆ ବର୍ଷ ଆମର ପ୍ରାର୍ଥନାର ବର୍ଷ ହେଉ, ଆଣ୍ଠୁରେ ରହିବାର ବର୍ଷ ହେଉ, ପ୍ରାର୍ଥନାରେ ସମୟ ବିତାଇବାର ବର୍ଷ ହେଉ, ଏହା ପରମେଶ୍ୱର ଇଚ୍ଛା କରନ୍ତି। ଆମେ এই ଦିନକୁ କି ପ୍ରକାର ଆମେ ଆରମ୍ଭ କରିବା ଆବଶ୍ୟକ ରହିଛି? ଯଦି ଆପଣମାନେ ଯୋହନ ଲିଖିତ ସୁସମାଚାରକୁ ଆସିବେ, ଯୋହନ ଲିଖିତ ସୁସମାଚାର 15 ଅଧ୍ୟାୟ 4 ପଦରେ ଲେଖାଯାଏ, ମୋ ଠାରେ ରୁହ, ସେଥିରେ ମୁଁ ତୁମ୍ଭମାନଙ୍କ ଠାରେ ରହିବି। ଶାଖା ଯେପରି ଦ୍ରାକ୍ଷାଲତାରେ ନ ରହିଲେ ନିଜରୁ ଫଳ ଫଳି ପାରେ ନାହିଁ, ସେହିପରି ତୁମ୍ଭେମାନେ ମଧ୍ୟ ମୋ ଠାରେ ନ ରହିଲେ ଫଳ ଫଳି ପାର ନାହିଁ। ପ୍ରଭୁଙ୍କ ନାମର ସ୍ତୁତି ହେଉ। ପ୍ରିୟ ଭାଇ ଭଉଣୀମାନେ, ଏହି ନୂଆ ବର୍ଷ ଆମେ କେମିତି ଆରମ୍ଭ କରିବା? ପ୍ରଭୁଙ୍କ ଠାରେ ରହି ଆମେ ଆରମ୍ଭ କରିବା ଆବଶ୍ୟକ ରହିଛି। ପ୍ରଭୁଙ୍କ ଠାରେ ରହି, ଆମେ ପରମ୍ପରାରେ ରହି, ଆମେ ସଂସ୍ଥାରେ ରହି, ଆମେ ମଣ୍ଡଳୀରେ ରହି, ଆମେ ବିଭିନ୍ନ ପାପ ଅଭିଳାଷ ଗୁଡିକରେ ମାତି ରହି এই ଦିନ ଗୁଡିକ ଆରମ୍ଭ କଲେ ଆମେ ହେବ ନାହିଁ। ଆମେ ପ୍ରଭୁଙ୍କ ଠାରେ ରହିବାର ଅଛି। ଗୋଟେ ଶାଖା ଗଛରେ ଲାଗି ନ ରହିଲେ ଯେ ପ୍ରକାର ଫଳ ଫଳି ପାରେ ନାହିଁ, ଆମେ ପ୍ରଭୁଙ୍କ ଠାରେ ରହି ଯଦି ଆମେ এই ଦିନ এই ନୂଆ ବର୍ଷ ଆରମ୍ଭ କରିବ ନାହିଁ, ତାହେଲେ ଆମେ ମଧ୍ୟ ଫଳ ଫଳି ପାରିବା ନାହିଁ। ଆମେ ଫଳବନ୍ତ ଜୀବନ ଆମେ ବିତାଇ ପାରିବା ନାହିଁ। ପ୍ରିୟ ଭାଇ ଭଉଣୀମାନେ, ସେଥିପାଇଁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆମକୁ ସେ ଏହି କଥା କହିବା ପାଇଁ ଚାହାନ୍ତି। ଲେଖାଯାଏ, ତୁମ୍ଭେ ମୋ ଠାରେ ରୁହ। এই ନୂତନ ବର୍ଷରେ ଆପଣ ହେଇପାରେ ଆପଣ ହାୟର ଷ୍ଟଡି ନିମନ୍ତେ ଆପଣ ପ୍ଲାନ୍ କରିଛନ୍ତି। এই ନୂଆ ବର୍ଷରେ ଆପଣ ଗୋଟେ ଜବ୍ ପାଇଁ ପ୍ଲାନ୍ କରୁଛନ୍ତି। ଏହି ନୂଆ ବର୍ଷରେ ଆପଣ ସେବା କାର୍ଯ୍ୟ ବଢାଇବା ପାଇଁ ଆପଣ ପ୍ଲାନ୍ କରିଛନ୍ତି। এই ନୂତନ ବର୍ଷରେ ହେଇପାରେ ଆପଣଙ୍କର ପାଠ ପଢା, ବିଜନେସ୍, କୌଣସି ବିଷୟରେ ଆପଣ ପ୍ଲାନ୍ କରିଛନ୍ତି। ବହୁତ ଭଲ ବିଷୟ, କିନ୍ତୁ ସେଇ ସବୁ କାର୍ଯ୍ୟ କରିବା ପୂର୍ବରୁ ପରମେଶ୍ୱରଙ୍କୁ ଆପଣ ସାମ୍ନାରେ ରଖନ୍ତୁ, ପରମେଶ୍ୱରଙ୍କୁ ଆପଣଙ୍କ ସମ୍ମୁଖରେ ରଖନ୍ତୁ, କାରଣ ସେ ଆପଣଙ୍କୁ ସଫଳତା ଦେବେ, ସେ ଆପଣଙ୍କୁ ବିଜୟ ପଥରେ କଢାଇ ନେବେ। ପ୍ରିୟ ଭାଇ ଭଉଣୀମାନେ, ସେଥିପାଇଁ ବାଇବେଲ ଆଦି ପୁସ୍ତକ ବା ବାଇବେଲର ପ୍ରଥମ ପୁସ୍ତକ ଏ ପ୍ରକାର ଆରମ୍ଭ ହୁଏ, ଆଦ୍ୟରେ ପରମେଶ୍ୱର, ଆଦ୍ୟରେ ପରମେଶ୍ୱର, ପ୍ରଥମରେ ଆମର ପରମେଶ୍ୱର ହେବାର ଆବଶ୍ୟକ ରହିଛି। ଲେଖାଯାଏ ଯେ ମାଥ୍ୟୁ ଲିଖିତ ସୁସମାଚାର 6:33 ଲେଖାଗଲା ଯେ ତୁମ୍ଭେମାନେ ତାହାଙ୍କର ରାଜ୍ୟ ଆଉ ଧାର୍ମିକତାକୁ ଅନ୍ୱେଷଣ କର। ପ୍ରଥମରେ ତାହାଙ୍କର ରାଜ୍ୟ ଆଉ ଧାର୍ମିକତାକୁ ଅନ୍ୱେଷଣ କର, ଆଉ এই ସବୁ ବିଷୟ ତୁମମାନଙ୍କୁ ଦିଆଯିବ। କଣ ସେ ସବୁ ବିଷୟ? ଏ ଜଗତର ସବୁ ବିଷୟ ନିମନ୍ତେ ଆମେ ଧାଇଁବାର ଆବଶ୍ୟକ ନାହିଁ। ଆମେ ପ୍ରଭୁଙ୍କ ନିକଟ ରହିବା, ଆଉ ପରମେଶ୍ୱର ସେଇ ସବୁ ବିଷୟ ଆମ ନିମନ୍ତେ ସେ କରିବେ। ପ୍ରଭୁଙ୍କ ନାମର ସ୍ତୁତି ହେଉ। ପ୍ରିୟ ଭାଇ ଭଉଣୀମାନେ, ଆମକୁ এই ନୂଆ ବର୍ଷକୁ এই ପ୍ରକାର ଭାବରେ ଆରମ୍ଭ କରିବା। ପ୍ରଥମରେ ପ୍ରାର୍ଥନା ସହିତ ଆରମ୍ଭ କରିବା, ଦ୍ୱିତୀୟରେ ପ୍ରଭୁରେ ରହି ଆମେ ଆରମ୍ଭ କରିବା। ଶେଷ କଥା କହି ମୁଁ ସମାପ୍ତ କରିବା ପାଇଁ ଚାହେଁ। ଆପଣମାନେ ଲୁକ ଲିଖିତ ସୁସମାଚାର 5 ଅଧ୍ୟାୟ 4 ପଦରୁ 6 ପଦ ପର୍ଯ୍ୟନ୍ତ ମୁଁ ପଢିବା ପାଇଁ ଚାହେଁ। ଲେଖାଯାଏ, ସେ କଥା ଶେଷ କରି ସିମୋନଙ୍କୁ କହିଲେ, ଗଭୀର ଜଳକୁ ଯାଇ ମାଛ ଧରିବା ନିମନ୍ତେ ତୁମ୍ଭମାନଙ୍କର ଜାଲ ପକାଅ। ସେଥିରେ ସିମୋନ ଉତ୍ତର ଦେଲେ, ହେ ଗୁରୁ, ଆମ୍ଭେମାନେ ରାତିଯାକ ପରିଶ୍ରମ କରି କିଛି ଧରିନାହୁଁ, କିନ୍ତୁ ଆପଣଙ୍କ କଥାରେ ମୁଁ ଜାଲ ପକାଇବି। ଆଉ ସେମାନେ ତାହା ପକାଇ ବହୁତ ମାଛ ଧରିଲେ। ପୁଣି ସେମାନଙ୍କ ଜାଲ ଛିଣ୍ଡିବାକୁ ଲାଗିଲା। ପ୍ରଭୁଙ୍କ ନାମର ଗୌରବ। ଆମର এই ନୂଆ ବର୍ଷ ପ୍ରଭୁଙ୍କର ବାକ୍ୟ ଅନୁସାରେ ଆମେ ଜୀବନ ବିତାଇବାର ବର୍ଷ। ପ୍ରଭୁଙ୍କ ବାକ୍ୟରେ ଆରମ୍ଭ ହେବାର ଅଛି ଏହି ବର୍ଷ। ପ୍ରଭୁଙ୍କର ବାକ୍ୟ ଅନୁସାରେ ବଞ୍ଚିବି, ଏହି ନିଷ୍ପତ୍ତି ନେଇ ଆମେ ଏହି ବର୍ଷକୁ ଆରମ୍ଭ କରିବାର ଆବଶ୍ୟକ ରହିଛି। ପିତର ନିଜ ବୁଦ୍ଧି, ନିଜ ଆଇଡିଆରେ ରାତି ଯାକ ସେ ଜାଲ ମାରିଲେ, ଏ କଣେ ସେ କଣେ ଜାଲ ମାରିଲା ପରେ ସେ ହାଲିଆ ହେଇଯାଉଛନ୍ତି, ପରିଶ୍ରାନ୍ତ ହଉଛନ୍ତି। ଆଉ ନିରୁପାୟ ସମୟରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ପିତରଙ୍କ ଠାରେ ଆସୁଛନ୍ତି, ଆଉ ସେ କହୁଛନ୍ତି, ତୁମେ ହାଲିଆ ହେଇଗଲ, ତୁମେ ବିଫଳ ହେଇଗଲ, ତଥାପି ତୁମେ ମୋର କଥା ମାନ, ମୋର ବାକ୍ୟ ଅନୁସାରେ ତୁମେ ଜାଲ ପକାଅ। ଆଉ ସେମାନେ ଯେତେବେଳେ ଜାଲ ପକାଉଛନ୍ତି, ସେଇ ସମୟରେ ଏତେ ମାଛ ଲାଗୁଛନ୍ତି, ଜାଲ ଛିଣ୍ଡିବା ପାଇଁ ଲାଗୁଛି। ପ୍ରିୟ ଭାଇ ଭଉଣୀମାନେ, ପରମେଶ୍ୱର ଆମକୁ ବିପଦରେ ପଡିବା ପୂର୍ବରୁ, ଆମକୁ ହତାଶ ନିରାଶ ହେବା ପୂର୍ବରୁ ସେ ଆମକୁ ଉତ୍ସାହିତ କରିବା ପାଇଁ ଚାହାନ୍ତି, ଶିକ୍ଷା ଦେବା ପାଇଁ ଚାହାନ୍ତି।
ଆମେ ଏହି ବର୍ଷକୁ ପ୍ରଭୁଙ୍କର ବାକ୍ୟ ଅନୁସାରେ ଆମେ ଆରମ୍ଭ କରିବା। ପ୍ରଭୁଙ୍କର ବାଇବେଲ ଭିତ୍ତିକ ବର୍ଷ ହେଉ, ପ୍ରଭୁଙ୍କର ବାକ୍ୟ ଅନୁସାରେ ବଞ୍ଚିବାର ଜୀବନ ଆମର ହେଉ, ଆଉ ପ୍ରଭୁଙ୍କର ବାକ୍ୟ ଅନୁସାରେ ଆମେ ଏହି ବର୍ଷ କଣ କରିବା, ଆରମ୍ଭ କରିବା। ପ୍ରଭୁ ଏହି ବାକ୍ୟ ଦେଇ ଆମ ପ୍ରତ୍ୟେକଙ୍କୁ ପ୍ରଚୁର ଭାବ